ମକର ରାଶି 2025 ମସିହା ସେପ୍ଟେମ୍ବର ମାସର ମାସିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଦ୍ୱାଦଶ ରାଶିଚକ୍ରର ଦଶମ ରାଶି ମକର ରାଶିର ଅଧିପତି ଗ୍ରହ ଜଗତର ସବୁଠାରୁ ନିଷ୍ଠୁର ଗ୍ରହ ଶନି ମହାଗ୍ରହ। ସେପ୍ଟେମ୍ବର ମାସରେ ମକର ରାଶିର କ୍ୟାରିୟର ଏବଂ ବ୍ୟବସାୟ କ୍ଷେତ୍ର ବିଷୟରେ ଆଲୋଚନା କଲେ ଜଣାଯାଏ, ଏ ମାସରେ ବାଣିଜ୍ୟ ବେପାର କରୁଥିବା ମକର ରାଶିଜାତ ବ୍ୟକ୍ତି ମାସର ଦ୍ୱିତୀୟାର୍ଦ୍ଧରେ ବ୍ୟବସାୟ କ୍ଷେତ୍ରରୁ ଆଶାଜନକ ଲାଭ ପାଇପାରିବେ। ବ୍ୟବସାୟର ପ୍ରଚାର ପ୍ରସାର ଘଟିବା ସହିତ ବ୍ୟବସାୟ ସ୍ଥଳର ଦିଗ ମଧ୍ୟ ବୃଦ୍ଧି ପାଇବ। କୌଣସି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ଚାକିରିରେ ଥିବା ମକର ରାଶିଜାତ ବ୍ୟକ୍ତିଙ୍କର ଏ ମାସରେ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିବ। ସମାଲୋଚନାଠୁ ଦୂରେଇ ରହିବା ବହୁତ ଭଲ ହେବ। ନିଜର ବାଣୀ ବା କଥା ଉପରେ ଲଗାମ ଲଗାନ୍ତୁ। ଅନ୍ୟ ଉପରେ ନିଜ ଚିନ୍ତାଧାରାକୁ ଲଦନ୍ତୁ ନାହିଁ। ରାଜନୀତି ଅଥବା ସମାଜସେବା କ୍ଷେତ୍ରରେ ରହିଥିବା ବ୍ୟକ୍ତିଙ୍କ ପାଇଁ ସେପ୍ଟେମ୍ବର ମାସ ଦ୍ୱିତୀୟାର୍ଦ୍ଧରେ ପଦପଦବୀ ମିଳିବାର ଆଶା କରାଯାଏ। ସମ୍ମାନ ଲାଭର ବହୁତ ସମ୍ଭାବନା। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେପ୍ଟେମ୍ବର ମାସ ମକର ରାଶିଜାତ ବ୍ୟକ୍ତିଙ୍କ ପାଇଁ ଉପର ତଳ ହେଲା ଭଳି ରହିବ। କେତେବେଳେ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ତ ଆଉ କେତେବେଳେ ଅର୍ଥ ଚିନ୍ତାରେ ଘାରି ହେବେ। କିନ୍ତୁ ମକର ରାଶିର ଦ୍ୱିତୀୟ ଧନଭାବରେ କୁମ୍ଭ ରାଶିରେ ବସିଥିବା ରାହୁ ଆଶା କରିନଥିବା ଦିଗରୁ ଅକସ୍ମାତ୍ ମେଞ୍ଚେ କଳାଧନ ପ୍ରଦାନ କରିଦେଲେ ଏଥିରେ ବିସ୍ମିତ ହେବାର କିଛି ନାହିଁ। ସେପ୍ଟେମ୍ବର ମାସରେ ପ୍ରେମ ସମ୍ପର୍କରେ ଥିବା ମକର ରାଶିଜାତ ବ୍ୟକ୍ତି ମିଶ୍ରିତ ଧରଣର ଫଳ ପାଇପାରନ୍ତି। ଆପଣଙ୍କ ପାର୍ଟନର ଆପଣଙ୍କୁ ଏ ମାସରେ ଭଲ ପରାମର୍ଶ ଦେବା ସହିତ ହିତାହିତ ଜ୍ଞାନ ବିଷୟରେ ସାରଗର୍ଭକ ଭାଷଣ ମଧ୍ୟ ପ୍ରଦାନ କରିପାରନ୍ତି। ମକର ରାଶି ବ୍ୟକ୍ତିଙ୍କର ପାରିବାରିକ ଜୀବନ ସେପ୍ଟେମ୍ବର ମାସରେ କଟୁ ତିକ୍ତ କଷାୟ ଭଳି ରହିବ। ଆପଣଙ୍କର ସାମାନ୍ୟ କଥାରେ ପରିବାରରେ ଝଡ଼ ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନରେ ସନ୍ତୁଳନ ରକ୍ଷା ପାଇଁ ସମୟ ଦିଅନ୍ତୁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ସେପ୍ଟେମ୍ବର ମାସ ମକର ରାଶିଜାତ ବ୍ୟକ୍ତିଙ୍କ ପାଇଁ ମାନସିକ ଦୁଶ୍ଚିନ୍ତା ଆଣିପାରେ। ଋତୁ ପରିବର୍ତ୍ତନ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ଯଥା ଥଣ୍ଡା, କାଶ ଏବଂ ସର୍ଦ୍ଦି ଲାଗି ରହିବାର ସମ୍ଭାବନା। ଏହାଛଡ଼ା ବଡ଼ ଧରଣର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଏ ମାସରେ ଦେଖାଯାଉ ନାହିଁ। ଏ ତ ଗଲା ମୋଟାମୋଟି ଭାବରେ ମକର ରାଶିର ସେପ୍ଟେମ୍ବର ମାସ ପାଇଁ ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମକର ରାଶିର ଅଧିପତି ଶନି ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ବହୁତ ଗୁଡ଼ିଏ ସମସ୍ୟାର ସମାଧାନ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।